ଏବେ ବହୁତ ଜଣଙ୍କଠୁ ଗୋଟେ ପ୍ରଶ୍ନ ପାଉଛି ଯେ ଏପିକେ ଫାଇଲ୍ଟା କ'ଣ ଗୋଟେ ଭାଇରସ୍ ଫାଇଲ୍? ନାହିଁ, ଏପିକେ ଫାଇଲ୍ଟା ଗୋଟେ ଭାଇରସ୍ ନୁହଁ। ଏପିକେର ଫୁଲ୍ ଫର୍ମ ହେଉଛି ଆଣ୍ଡ୍ରଏଡ଼୍ ପ୍ୟାକେଜ୍ କିଟ୍। ଆମେ ଯେକୌଣସି ଗୋଟେ ଆପ୍ଲିକେସନ୍ ଗୁଗଲ୍ ପ୍ଲେ ଷ୍ଟୋର୍ ଡାଉନଲୋଡ଼୍ କରିଥାନ୍ତି, ସବୁ ଆପ୍ଲିକେସନ୍ ହେଉଛି ଗୋଟାଏ ଗୋଟାଏ ଏପିକେ ଫାଇଲ୍। କିନ୍ତୁ ଘଟଣାଟା କ'ଣ ନା, ଗୁଗଲ୍ ପ୍ଲେ ଷ୍ଟୋର୍ରେ ଯେତେବେଳେ ସେ ଆପ୍ଲିକେସନ୍ଟା ଅଛି, ଗୁଗଲ୍ ତାକୁ ପ୍ରପର୍ଲି ଭେରିଫାଏ କରିଛି। କେତେବେଳେ କେମିତି ତାଙ୍କର ଭେରିଫିକେସନ୍ ପ୍ରୋସେସ୍ରେ ଭୁଲ ଭଟକା ରହିଯାଇଥାଏ, କିନ୍ତୁ ଭାଇରସ୍ ଯଦି କିଛି କଣ୍ଟେଣ୍ଟ କରିଥିବ, ଏକ୍ଜାକ୍ଟଲି ଏଇଟା ଟେକ୍ନିକାଲି ଭାଇରସ୍ ନୁହଁ। ବହୁତ ବନ୍ଧୁ କହିପାରନ୍ତି ଆପଣ ଭାଇରସ୍ କହିଦେଲେ, ତ ଏଇଟା ମୁଁ ଗୋଟେ କମନ୍ ସମସ୍ତେ ବୁଝିବା ପାଇଁ ଭାଇରସ୍ ଟର୍ମଟା ୱାର୍ଡ଼ ୟୁଜ୍ କରୁଛି। ଟେକ୍ନିକାଲି ତା ଭିତରେ ବିଭିନ୍ନ ଜିନିଷ ଥାଏ, ଟ୍ରୋଜନ୍ ଥାଏ, ଅନ୍ୟାନ୍ୟ ଜିନିଷ ଥାଏ, ଯେଉଁଟାକି ଆପଣ ସିମ୍ପଲି ଭାଇରସ୍ ହିଁ ବୁଝନ୍ତୁ, ବେଟର୍ ରହିବ। ପ୍ଲେ ଷ୍ଟୋର୍ରେ ଥିବା ଆପ୍ ବା ସେ ଯେଉଁ ଏପିକେ ଫାଇଲ୍ରେ ଭାଇରସ୍ ନଥାଏ, କାହିଁକିନା ତୁମେ ତାକୁ ସ୍କାନିଂ ହେରିକା ଗୁଗଲ୍ କରିଥାଏ। କିନ୍ତୁ ଯେକୌଣସି ଗୋଟେ ଅନନୋନ୍ ସୋର୍ସରୁ ଆପଣଙ୍କ ପାଖକୁ ଆସୁଛି, ଯେଉଁଟା ଆମେ ଏବେ ଦେଖୁଛନ୍ତି ବହୁତ ଚାଲିଛି, ହ୍ୱାଟ୍ସଆପ୍ରେ ଆପଣଙ୍କ ପରିଚିତ ଗୋଟେ ସେଭ୍ ନମ୍ବର ଥିବା ହେଇପାରେ ବା କି ଗୋଟେ ଅନନୋନ୍ ନମ୍ବର ହେଇପାରେ, କିଛି ଗୋଟେ ଲେଖା ଥିବା ଆସୁଛି ଯେ ସିଏ ଆପଣ ପିଏମ୍ କିଷାନ, ସୁଭଦ୍ରା, ଯେତେବେଳେ ଯେଉଁଟା ଚାଲିଥିବ, ଆର୍ଟିଓ ଚାଲାଣ, କିନ୍ତୁ ଲାଷ୍ଟକୁ ଲେଖା ହେଇଥିବ .apk। ଏଇ ଯେଉଁ ଅନନୋନ୍ ସୋର୍ସରୁ ଆସୁଛି ତାକୁ ସାବଧାନ ରୁହନ୍ତୁ, କାହିଁକିନା ଏଇ ଏପିକେ ଫାଇଲ୍ ଭାଇରସ୍ କଣ୍ଟେଣ୍ଟ କରିଥାଏ। ଯେଉଁ ଭାଇରସ୍ଟା କି ଆପଣ ଯେତେବେଳେ ତାକୁ ଟଚ୍ କରିଦେବେ, ସେ ଆପଣଙ୍କ ଫୋନ୍ରେ ଇନଷ୍ଟଲ୍ ହେଇଯିବ ଏବଂ ଆପଣଙ୍କ ଫୋନ୍କୁ ହ୍ୟାକ୍ କରିଦେଇପାରେ ଏବଂ ବିଭିନ୍ନ ପ୍ରକାର ସେଇଭଳି ସମସ୍ୟା ଦେଖାଦେବ। ତ ଏଇ ଏପିକେ ଫାଇଲ୍କୁ ଆପଣ ସତର୍କ ରୁହନ୍ତୁ। ସବୁ ଏପିକେ ଫାଇଲ୍ ପାଇଁ ସତର୍କ ରହିବା ଦରକାର ନାହିଁ। ଆଉ ଯେଉଁ ଏଇ ଏପିକେ ଫାଇଲ୍ ଆପଲ୍ ୟୁଜର୍କୁ କିଛି ପ୍ରୋବ୍ଲେମ୍ କରିପାରିବ ନାହିଁ।